ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, ଏଣିକି ଚାଉଳ ସହ ମିଳିବ ଗହମ। ଏ ନେଇ ରାଜ୍ୟ ସରକାର କଲେ ବଡ଼ ଘୋଷଣା। ତେବେ ଦୈନନ୍ଦିନ ଜୀବନରେ ରାସନ କାର୍ଡ ଜଣେ ସାଧାରଣ ଜୀବନଯାପନ କରୁଥିବା ମଣିଷର ନିହାତି ଆବଶ୍ୟକ ହୋଇଥାଏ। ଏହି ରାସନ କାର୍ଡକୁ ନେଇ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି। ତେବେ କ'ଣ ରହିଛି ଏହି ଅପଡେଟ୍, ସେ ବିଷୟରେ ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ କରିନଥିଲେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଉପରେ କ୍ଲିକ୍ କରିଦିଅନ୍ତୁ। ତେବେ ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ମୋହନ ସରକାର ଦେଇଛନ୍ତି ଖୁସି ଖବର। ରାସନ କାର୍ଡ ହିତାଧିକାରୀଙ୍କୁ ପୁଣି ଚାଉଳ ସହ ଗହମ ମିଳିବ। ଏଥିପାଇଁ ରାଜ୍ୟ ସରକାର ଗହମ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ଚାଉଳ ସହ ଗହମ ଯୋଗାଇ ଦେବାକୁ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ଦାବି। ଦୀର୍ଘ 2 ବର୍ଷ ପରେ ପୁଣି ଥରେ ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଛନ୍ତି ରାଜ୍ୟ ସରକାର। ଦିଲ୍ଲୀ ଗସ୍ତ ସମୟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ଭେଟି ଏଥିପାଇଁ ଦାବି ରଖିଛନ୍ତି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ହିତାଧିକାରୀଙ୍କୁ ମିଳୁଥିବା ଚାଉଳର 20% ଗହମ ଯୋଗାଇ ଦେବାକୁ ଦାବି ରଖିଛନ୍ତି। ଗହମ ମିଳିବା ଖବର ଶୁଣିବା ପରେ ଖୁସି ଜାହିର କରିଛନ୍ତି ରାସନ କାର୍ଡ ହିତାଧିକାରୀ। ତେବେ ଗହମ ନ ମିଳିବା ପାଇଁ ପୂର୍ବ ସରକାରକୁ ଯୋଗାଣ ମନ୍ତ୍ରୀ ଦାୟୀ କରିବା ପରେ ତେଜିଛି ବୟାନବାଜି। ମନ୍ତ୍ରୀଙ୍କ କଥାକୁ ଅତିଯୁକ୍ତ ବୋଲି କହି କଟାକ୍ଷ କରିଛନ୍ତି ବିଜେଡି ବିଧାୟକ। 2022 ମସିହା ଜୁନ୍ ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ଗହମ ମିଳୁନାହିଁ। ତତ୍କାଳୀନ ସରକାର ଗହମ ବଦଳରେ ଚାଉଳ ଯୋଗାଇ ଦେବାକୁ ଦାବି ରଖିବା ପରେ ଗହମ ବନ୍ଦ କରି ଦେଇଥିଲେ କେନ୍ଦ୍ର ସରକାର। ବିଜେଡି ସରକାରଙ୍କ ଯୁକ୍ତି ଥିଲା, ଓଡ଼ିଶାର ଲୋକେ ଅଧିକ ଭାତ ଖାଆନ୍ତି, ତେଣୁ 100% ଚାଉଳ ଯୋଗାଇ ଦିଆଯାଉ। କିନ୍ତୁ ଏବେ ବିଜେପି ସରକାର ଗହମ ଯୋଗାଇ ଦେବାକୁ ଦାବି ରଖିବା ପରେ ପୁଣି ଗହମ ମିଳିବା ସମ୍ଭାବନା ସୃଷ୍ଟି ହୋଇଛି।